भगवते वासुदेवाय। श्रीमद्भागवत एकादश स्कंध। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं। यत्कृपातमहं वन्दे परमानन्दमाधवम्। भगवन् भागवतानां मुखस्खलितमक्षरम् त्र्यक्षरं महाबीजम् अनन्तं तं नियोजयेत्। चतुर्विंशति ब्राह्मणं चतुः श्लोके च नारायणम्। नारदं दशमश्लोके व्यासं चैव शतानि च। अष्टादशसहस्रेषु कृत्वा सत्यवती सुत। शुकाभ्यामुपदेशेन परीक्षितं नियोजयेत्। शुकपरीक्षित संवादं नारद वसुदेवयोः। कविनिमित्त संवादम् अवधूतं जदुराजनः। कृष्ण उद्धव संवादं सुत शौनकमुनिनाम्। एतानि षड्संवादं भगवद्भावुका जनाः। नाहं तिष्ठामि वैकुण्ठे योगिनां हृदयेन च। मद्भक्ता यत्र गायन्ति तत्र तिष्ठामि नारदम्। गोविन्द 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 पदुगाळुछि मकरन्द। से मकरन्द पान करी हेळे तरिले ब्रजनारी। से ब्रज नारी कपयरे मन मो थाउ निरंतरे। मन मो निरंतरे थाउ। हा कृष्ण बोली जीव जाऊ। हा कृष्ण बोली जाऊ जीव। मोते उद्धर राधाधव। हरि हरि बोल। ओं नमो नृसिंहाय। प्रथम अध्याय। निगमकल्पतरोर्गलितं फलं सुखमुखादमृतद्रवसंयुतं। पिबत भागवतं रसमालयं मुहुरहो रसिका भुवि भावुकाः। नमोई नृसिंहचरण अनादि परम कारण। नीलजीमुत कळेबर देवमानवे अगोचर।
মায়া সংসারে যার খেলা, জানাম ভব জলে ভেলা। করুণা কটাক্ষ প্রকাশে, ভকত জন দুঃখ নাশে। সে পাদে শরণ মোহর, হেলে তরিবি তম ঘোর। সে হরি চরিত প্রকাশ, মুক্তি লক্ষণ একাদশ। এ ভাগবত ধর্ম কথা, হেলে খণ্ডই ভব ব্যথা। নারদ বসুদেব বাণী, নিমিরাজনে নবমুনি। উদ্ধব নিস্তারণ বাণী, যাহা কহিলে চক্রপাণি। সে কথা প্রাকৃতে প্রকাশ, আরম্ভে জগন্নাথ দাস। ব্যাসনন্দন মুখু শুনি, নির্মল ভাগবত বাণী। সাধু সঙ্গমে গঙ্গা তীরে, শুকচরণ ধরি করে। আনন্দে করি অশ্রুপাত, বইলে অভিমন্যু সুত। হরি হরি বল। পরীক্ষিত উবাচ ভূমুনি নমে তপୟରେ মোতে উদ্ধর এ সংসারে কহ শ্রীকৃষ্ণ গুণমান পুଣି কি কলে ভগবান কহନ୍ତି ବ୍ୟାସଙ୍କ ତନୁଜ ଶୁଣ ପରୀକ୍ଷ ମହାରାଜ ଦେବଙ୍କ ବ୍ୟାକୁଳେ ମୁରାରି ଅବନି ତଳେ ଅବତରି ଅଂଶେ ମନୁଷ୍ୟ ରୂପ ଧରି ଯାଦବ ତୁଲେ ରାମ ହରି ଦୁଷ୍ଟ ଦନୁଜ ଗଣ ମାରି ଅବନି ଭାରା ହେଳେ ହରି କୁରୁ ପାଣ୍ଡବ ମଧ୍ୟେ ହରି ମାୟା କନ୍ଦଳେ ଭେଦ କରି କପଟ ପଶା ବନବାସ ଆକର୍ଷି ଦ୍ରୌପଦୀର କେଶ ଭୀମକୁ ବିଷ ଲଡୁ ଦେଇ ଯତୁର ଘରେ ଅଗ୍ନି ଦାହି ଏ ଆଦି ଯେତେ କଷ୍ଟ ମାନ ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ ସେ ଅପମାନେ କ୍ରୋଧ ବହି ସଙ୍ଗତେ ଘେନି ପାଞ୍ଚ ଭାଇ ନିମିତ୍ତ କରି ତାଙ୍କୁ ହରି ଅନେକ ଅକ୍ଷୋହିଣୀ ମାରି ବାରାନି ବାରି ଭଗବାନ ଅନ୍ତେ ଚଳିଲେ ନିଜ ସ୍ଥାନ ଯାଦବେ କୃଷ୍ଣ ଭୁଜ ବଳେ ଅଜେୟ ଏ ମହିମଣ୍ଡଳେ ତାହାଙ୍କୁ ସଙ୍ଗେ ଘେନି କରି ଦୁଷ୍ଟ ରାଜାଙ୍କ ପ୍ରାଣ ହରି ମନରେ କରନ୍ତି ବିଚାର ଯାବତ ଛନ୍ତି ଯଦୁବୀର ତାବତ ପୃଥିବୀର ଭାର ଉଶ୍ୱାସ କାହିଁ ଅଛି ଆର ଦେବତା ଆଦି ନାଗନର ଏଣେ ନୁହନ୍ତି ସଂହାର ମୋର ବିଭବ ମୋର ହସ୍ତେ ନାସିବା ନୁହଁ ଉଚିତେ କଳି ଭିଆଇ ନିଜ ବଂଶେ ସଂହାରି ବିଶ୍ରମୀ ବିଶେଷେ ବନୁ ଅନଳ ଜାତ ହୋଇ ଜେହ୍ନେଲି ଭଇ ବନ ଦହି ଶୁଣ ରାଜନ ପରୀକ୍ଷିତ ଏମନ୍ତ ବିଚାରି ଅଚ୍ୟୁତ ନିମିତ୍ତ ବିପ୍ର ସାପ କରି କନ୍ଦଳେ ନିଜ ବଂଶ ମାରି ଲାବଣ୍ୟ ରୂପେ ଜନ ମୋହି ପ୍ରାଣ
ପ୍ରାଣୀ ନୟନେ ସୁଖ ଦେଇ ସେ ରୂପ କରି ଅନ୍ତର୍ଧ୍ୟାନ ହରିଲେ ପ୍ରାଣୀଙ୍କର ମନ କୃଷ୍ଣ କୋମଳ ମଞ୍ଜୁବାଣୀ ଯେ ଅବା କର୍ଣ୍ଣେ ଥିଲେ ଶୁଣି ତେଣେ ତାହାଙ୍କ ମନ ହରି ଅନ୍ତର ହୋଇଲେ ମୁରାରୀ କୃଷ୍ଣର ପାଦ ପଦ୍ମ ଚିହ୍ନ ସୁନ୍ଦର ମନ୍ଥର ଗମନ ସେ ପାଦ ପଦ୍ମେ ଦେଇ ମନ ଯେ ଅବା ଦେଖିଥିଲେ ଜନ ସେ ରୂପେ ତାଙ୍କ ମନ ହରି ନିଜ ଭୁବନେ ବିଜେ କରି କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଗୁଣି ଚିତ୍ତେ ପ୍ରାଣୀ ହୋଇବେ ଭବୁ ପାର ହେମନ୍ତ ମହିମା ଯାହାର ସେ ରୂପ କଲେ ଅନ୍ତର୍ଧ୍ୟାନ ହରି ଚଳିଲେ ନିଜ ସ୍ଥାନ ଶୁକ ଚରଣ ତଳେ ପଡ଼ି କହେ ପରୀକ୍ଷ କର ଯୋଡ଼ି ପରୀକ୍ଷିତ ବାଚ ଅଖଣ୍ଡ ନିଜ ବଂଶ କୋପେ କିମ୍ପା ହରିଲେ ବିପ୍ରସାପେ ଯେ ଯଦୁ ବଂଶ ମହିତଳେ କ୍ଷୟ ନୁହନ୍ତି ରିପୁବଳେ ଯାହାର ସ୍ନେହ ଅନୁବନ୍ଧେ ଈଶ୍ୱର ଖେଳଇ ଆନନ୍ଦେ ଯାଦବେ ବିପ୍ର ଗୁରୁ ପାଦେ ସେବନ୍ତି ବେଦ ବିଧିବାଦେ ସେ ବ୍ରହ୍ମ ସାପ ନର ହରି ହେଳେ ପାରଇ ଆନ କରି ସର୍ବସମ୍ପଦ ନିଜ ପୁରୀ ମାୟାର ବଳେ ଭେଦ କରି କିମ୍ପା ଗୋବିନ୍ଦ ସଂହାରିଲେ ନିଜ ଭୁବନେ ବିଜେ କଲେ ଯାଦବେ ଏକ ଆତ୍ମା ହୋଇ କିମ୍ପା କନ୍ଦଳ କଲେ ସେହି କି ସାପ କି ଅବା କାରଣ ଏ ସର୍ବମୋହର ପ୍ରସନ୍ନ ଓ ମୁନି କହ ତ ସମନେ ହେମନ୍ତ ରାଜାର ବଚନେ ସୁକବାଚ ବୋଲନ୍ତି ବ୍ୟାସ ମୁନି ସୁତ ଶୁଣ ହୋ କୃଷ୍ଣର ଚରିତ ଜନମୋହନ ମାୟାଧର ପ୍ରକାଶୀ ନର କଳେବର ନାନା ବିଚିତ୍ର କର୍ମ କରି କନ୍ଦଳେ ନିଜ ବଂଶ ମାରି କାହାର ସାଧ୍ୟ ଏବେ ଭାର ଶୁଣ ସୁମନେ ନୃପବର କଳି କଳୁଷ ନିବାରଣ ସଂସାରେ ସ୍ଥାପି ଯଶ ଗୁଣ ଏବେ ଗୋବିନ୍ଦ କଲେ ଯେତେ କହିବା ଶୁଣ ଏକ ଚିତ୍ତେ ଯାଦବ ବଂଶ ନାଶ ଅର୍ଥେ ଗୋବିନ୍ଦ ବିଚାରିଲେ ଚିତ୍ତେ ବିପ୍ରେ ଯେ ଥିଲେ ନିଜ ଦେଶେ କୃଷ୍ଣର ଦର୍ଶନ ଆସେ ବିଶ୍ୱାମିତ୍ରଙ୍କୁ ଆଗ କରି ଅସିତ କଣ୍ୱ ବ୍ରହ୍ମଚାରୀ ବଶିଷ୍ଠ ନାରଦ ବିଶେଷୀ ଭୃଗୁ ଅଙ୍ଗିରା ଅତ୍ରି ଋଷି ଦୁର୍ବାସା କଶ୍ୟପଙ୍କୁ ଘେନି ଶ୍ରୀ ବାମଦେବ ମହାମୁନି ଶ୍ରମେ ଚାଲନ୍ତି ବନ ପଥେ ମିଳିଲେ ପିଣ୍ଡାରକ ତୀର୍ଥେ ଏଣେ ଯେ କୃଷ୍ଣର କୁମରେ ଆନନ୍ଦେ ସମୁଦ୍ରର ତୀରେ ସକଳେ ଏକ ସ୍ଥାନେ ମିଳି ରଙ୍ଗେ କରନ୍ତି ନାନା କେଳି ଶାମ୍ବକୁ ନାରୀ ବେଶ କରି ଅନେକ ଅଳଙ୍କାର ଭରି ପ୍ରସବ ଗର୍ଭ ପ୍ରାୟ କରି ଉଦରେ ଲୌହ ପାତ୍ର ଭରି ଚାଲଇ ଚରଣ ମନ୍ଥରେ ଶ୍ରମେ ଘୁମିତ କଳେବରେ ମୁନିଙ୍କି ଦେଖି ଲଜ୍ଜା ପାଇ
ଅନ୍ତରେ ଅଧୋମୁଖ ହୋଇ ରହିଲା ଲତା ଅଭ୍ୟନ୍ତରେ ଏମନ୍ତେ କୃଷ୍ଣର କୁମରେ ମୁନିଙ୍କ ପାଶେ ଯାଇ ଧୀରେ କର ଅଞ୍ଜଳି ଦେଇ ଶିରେ କୋମଳ ମଧୁର ବଚନେ ବୋଲନ୍ତି ଶୁଣ ବିପ୍ରଜନେ ଯାଦବ କୁଳବଧୂ ଏହି ଅନେକ ଦିନୁ ଗର୍ଭବହି ପ୍ରସବ ନୋହେ କି କାରଣେ ପୁଛିଲୁ ତୁମ୍ଭର ଚରଣେ ଚଳି ନ ପାରେ ଶ୍ରମ ଭାଗେ ଲାଜେ ନ କହେ ତୁମ୍ଭ ଆଗେ ତୁମ୍ଭେ ସର୍ବଜ୍ଞ ମୁନିବର କି ଅଛି ଗର୍ଭରେ ଏହାର ପୁତ୍ର ଦୁହିତା କିବା ଜାତ ମାୟା ନ କରି କହ ସତ ଶୁଣି ସେ କପଟ ବଚନ କୋପେ ବୋଲନ୍ତି ମୁନିଜନ ଏ ନାରୀ ଗର୍ଭବାସବାଣୀ ଆମ୍ଭେ ଜାଣିଲୁ ପରିମାଣୀ ଏହାର ଗର୍ଭ ହେବ କାଳ ନିଷ୍ଠୁର ଲୌହର ମୁଷଳ ଆଜ ଏ ଗର୍ଭ ପ୍ରସବିବ ତୁମ୍ଭର ବଂଶ ବିନାଶିବ କୁଳ ସମୂଳେ କରି ନାଶ ଭୂମିରେ ଯେତେ ଯଦୁବଂଶ ଏମନ୍ତ କହିଗଲେ ମୁନି କୃଷ୍ଣ କୁମରେ ତାହା ଶୁଣି ବଜ୍ର ପଡ଼ିଲା ଜେହ୍ନେ ମୁଣ୍ଡେ ଶାମ୍ବକୁ ଘେନି ରାଜ ଦାଣ୍ଡେ ତକ୍ଷଣେ ଲୌହ ପାତ୍ର ଫେଇ ପେଟ ଖୋଜନ୍ତି ହସ୍ତ ଦେଇ କର୍କଶ ପିଙ୍ଗଳ ପିଛିଳ ଦେଖିଲେ ଲୌହର ମୁଷଳ ଗର୍ଭୁ ପଡ଼ିଲା ବଜ୍ର ପ୍ରାଏ ଦେଖି କମ୍ପିଲେ କୃଷ୍ଣ ପୋଏ ଲୌହ ମୁଷଳ ତେଜ ଭରେ ଚକ୍ଷୁ ବୁଝିଲେ ବେନି କରେ ବୋଲନ୍ତି କଲୁ ମନ୍ଦ କର୍ମ କିବା ବୋଲିବେ କୃଷ୍ଣ ରାମ ଏମନ୍ତେ ଶ୍ରୀକୃଷ୍ଣର ସୂତେ ଲୌହ ମୁଷଳ ଘେନି ହସ୍ତେ ଉଗ୍ରସେନର ସଭା ତଳେ ମିଳିଲେ ହୃଦୟ ବ୍ୟାକୁଳେ ଲୌହ ମୁଷଳ ତଳେ ଥୋଇ ବୋଲନ୍ତି ସଭା ମୁଖ ଚାହିଁ ହରି ହରି ବୋଲ ଆମ୍ଭେ ଯେ କ୍ରୀଡ଼ା କୌତୁକେ ଖେଳନ୍ତେ ତୀର୍ଥ ପିଣ୍ଡାରକେ ଶାମ୍ବକୁ ନାରୀ ବେଶ କରି ଉଦରେ ଲୌହ ପାତ୍ର ଭରି ମୁନିଙ୍କି ପଚାରିଲୁ ଭାବେ ଗର୍ଭ ପ୍ରସବର ପ୍ରସ୍ତାବେ ଶୁଣି କୋପିଲେ ମୁନି ଜନେ ବନ ଗହନ ପଥଶ୍ରମେ ବୋଇଲେ ଗର୍ଭେ ଅଛି କାଳ ନିଷ୍ଠୁର ଲୌହର ମୁଷଳ ଭୂମିରେ ଯଦୁବଂଶ ଯେତେ ଏ ଲୌହେ ମରିବେ ସମସ୍ତେ ନିର୍ମଳ କରି ଯଦୁକୂଳ ଏ ଜାତ ଲୌହର ମୁଷଳ ତକ୍ଷଣେ ଗର୍ଭ ଫେଇ ଦେଖି ଭୟେ ବୁଝିଲୁ ବେନି ଆଖି ଏମନ୍ତ କହି ସଭା ମଧ୍ୟେ କୁମରେ ବସିଲେ ବିଷାଦେ ଶୁଣି ସକଳ ଗୁରୁଜନେ କହନ୍ତି ଦୁଃଖ ଦବଦନେ ନିଷ୍ଠୁର ବ୍ରହ୍ମ କୋପାନଳ ଦହଇ ଭୁବନ ମଣ୍ଡଳ ଅନ୍ୟଥା କେ ତାହା କରିବ ବ୍ରହ୍ମା ଶଙ୍କର ବାସୁଦେବ ଶୁଣି ବିଷାଦ ସଭାଜନ ବଦନୁ ନ ସ୍ଫୁରେ ବଚନ ତା ଦେଖି ରାଜା ଉଗ୍ରସେନ ଭୃତ୍ୟଙ୍କୁ ବୋଲନ୍ତି ବଚନ ଏ ଲୌହ ଗିରି ଶିଖେ ନେଇ ଘସ ସମୁଦ୍ର ଜଳ ଦେଇ ନିଶେଷ କରି ଲୌହ ଘସ ଯେମନ୍ତେ ନର ହୋଇ ଶେଷ ତକ୍ଷଣେ ରାଜା ଆଜ୍ଞା ପାଇ ମୁଷଳ ଘେନି ବେଗେ ଯାଇ ପର୍ବତେ ସମୁଦ୍ରର ଜଳେ ଲୌହ ଘଷିଲେ ଭୁଜ ବଳେ
ଘସନ୍ତେ ଲୌହ ଚୂର୍ଣ୍ଣ ଶିଳେ ପଡ଼ଇ ସମୁଦ୍ର ଉଲ୍ଲଳେ ଅନେକ ଦିନ ଘଷି ରୋଷେ ଅଳପ ରହେ ଅବଶେଷେ ଅଙ୍ଗୁଳି ଛିଡ଼ି ଘର ଶଣେ ନିଷ୍ଠୁରେ ନିଶେଷ କରଣେ ନ ପାରି ପକାଇଲେ ଜଳେ ଘୋର ଗଭୀର ମିନ ମେଳେ। ହରି ହରି ବୋଲ। ଲୌହ ପଡ଼ନ୍ତେ ଘୋର ପାଣି ଆହାର ପ୍ରାୟ ତାହା ମଣି ମିନ ଗିଳିଲା ଅତି ବେଗେ ସେ ମିନ ମତ୍ସ୍ୟଗଣ ସଙ୍ଗେ ଚରନ୍ତେ ସମୁଦ୍ରର ଜଳେ ଜାଲେ ପଡ଼ିଲା ରାତ୍ର କାଳେ ଧିବରେ ମିନ ନେଇ ଏକା ଯାରା ସବରେ ଦେଲା ଦେଖା ମିନ କାଟନ୍ତେ ତାର ଘରେ ଲୌହ ଦେଖିଲା ତା ଉଦରେ କର୍କଶ ପିଙ୍ଗଳ ପ୍ରଚଣ୍ଡ ଜଳଇ ଜେହ୍ନେ ମାରତଣ୍ଡ ଦେଖି ସବର ତୋଷ ହୋଇ ନାରାଚ ଫଳ କଲା ନେଇ ବାଣର ମୁନେ ତୀକ୍ଷ୍ଣ ଫଳ ତେଜେ କି ଗଞ୍ଜଇ ଅନଳ ଯେ ଲୌହ ଚୂର୍ଣ୍ଣ ପଡ଼ି ଜଳେ ଭାସିଲା ସମୁଦ୍ର ଉଲ୍ଲୋଳେ ତୀରେ ଲାଗନ୍ତେ ଲୌହ ଚୂର୍ଣ୍ଣ ଜନ୍ମିଲା ଏରକାର ବନ ତୀକ୍ଷ୍ଣ ତ୍ରିଶିର ସେ ସ୍ୱଭାବେ ଯେଣେ ଯାଦବେ ନାଶ ଯିବେ ସେ କାଳ ରୂପୀ ଭଗବାନ ଜାଣଇ ସକଳ ବିଧାନ ଖେଳଇ ମାୟା ମୟ କଳ୍ପେ ସେ ପ୍ରଭୁ ଡରେ ବ୍ରହ୍ମ ସାପେ କୁଳ ବିନାଶ ହେତୁ କରି ଅବନି ଭାରା ହେଳେ ହରି ନିଜ ଭୁବନେ ଅବଧାନ ନିର୍ଲେପ ପ୍ରଭୁ ଭଗବାନ ବୋଲଇ ଦାସ ଜଗନ୍ନାଥ ଶ୍ରୀ ଏକାଦଶ ଭାଗବତ ଜାହ୍ନବୀ ତୀରେ ରାଜା ଆଗେ ସୁକ କହିଲେ ସାଧୁ ସଙ୍ଗେ ପୁରାଣ ଭାଗବତ ବାଣୀ ସୁଜନ ତର ଏହା ଶୁଣି ଭାବେ ପୁରାଣ ଭାଗବତ ବାଣୀ ଭାବେ ସୁଜନେ ତର ଏହା ଶୁଣି। ହରି ହରି ବୋଲ। इति श्रीमद्भागवते महापुराणे पारमहंस्यां संहितायां एकादशस्कन्धे विप्रशापकथनं नाम प्रथमोऽध्यायः।